ଜୀବନରେ ଜ୍ଞାନର ଭୂମିକା। ଭାରତୀୟ ପରମ୍ପରାରେ ସରସ୍ୱତୀ ହେଉଛନ୍ତି ଜ୍ଞାନ, ବିଜ୍ଞାନ, ପ୍ରଜ୍ଞାନ, ଶିକ୍ଷା, ଶିକ୍ଷଣ, ପ୍ରଶିକ୍ଷଣ, ସଭ୍ୟତା, ସଂସ୍କୃତି, କଳା, ସୃଜନଶୀଳତା, ସ୍ଥାପତ୍ୟ, ସାହିତ୍ୟ ଓ ସ୍ୱରର ଅଧିଷ୍ଠାତ୍ରୀ ଦେବୀ। ଏମାନେ ହେଉଛନ୍ତି ସରସ୍ୱତୀଙ୍କ ସ୍ୱରୂପ ଓ ସଂକେତ। ଦେବୀ ସରସ୍ୱତୀ ଏମାନଙ୍କ ମାଧ୍ୟମରେ ନିଜକୁ ପରିପ୍ରକାଶ କରିଛନ୍ତି। ସେ ନିର୍ଗୁଣ ନିରାକାର ହେଲେ ମଧ୍ୟ ଋଷି ଚେତନାରେ ଭକ୍ତ ଓ ଉପାସକମାନଙ୍କ ପାଇଁ ଜ୍ଞାନର ସାକ୍ଷାତ ବିଗ୍ରହ ଧାରଣ କରିଛନ୍ତି। ବାହ୍ୟ ସ୍ଥୂଳ ରୂପରୁ ଧୀରେ ଧୀରେ ସୂକ୍ଷ୍ମାତି ସୂକ୍ଷ୍ମ ଚେତନା ସ୍ତରରେ ପହଞ୍ଚିବା ପାଇଁ ଋଷିମାନେ ଇଙ୍ଗିତ ଦେଇଥାନ୍ତି। ସରସ୍ୱତୀଙ୍କ ବିନା ନୂତନ ଶିକ୍ଷା ଗ୍ରହଣ ସାଧନାରେ ସଫଳତା ଅଜ୍ଞାତରୁ ଜ୍ଞାତ ଆଡ଼କୁ ଗତି କରିବା କଥା ଚିନ୍ତା କରାଯାଇ ନପାରେ। ଋଗ୍ବେଦରେ ନଦୀ ରୂପା ସରସ୍ୱତୀ ପୁରାଣ ଯୁଗରେ ଜ୍ଞାନର ପ୍ରବାହରେ ରୂପାନ୍ତରିତ ହୋଇଛନ୍ତି। ଏହି କଥା ସୂଚେଇ ଦେବା ପାଇଁ ସାଧାରଣତଃ ଏକ ପ୍ରବହମାନ ଜଳଧାରା ବା ନଦୀ ନିକଟରେ ସରସ୍ୱତୀଙ୍କ ମୂର୍ତ୍ତି କଳ୍ପନା କରାଯାଇଥାଏ। ଏହା ସତେ ଯେମିତି ତାଙ୍କର ପ୍ରାଥମିକ ନଦୀ ରୂପ ଇତିହାସର କଥା କହି ଚାଲିଛି। ସଫଳତାର ସଂଜ୍ଞା କ'ଣ? କେଉଁ କେଉଁ ଜିନିଷ ବ୍ୟକ୍ତିକୁ ସଫଳ କାମ କରାଏ? ଆମେ ସଫଳତାକୁ ଚିହ୍ନିବା କେମିତି? କେତେକ ଲୋକ ଧନ ସମ୍ପଦ ବା ଅର୍ଥକୁ ସଫଳତା ବୋଲି ଧରି ନିଅନ୍ତି। ଆଉ କେହି କେହି ଏହାକୁ ସୁଖ, ସ୍ୱାସ୍ଥ୍ୟ, ସନ୍ତୋଷ, ବଂଶ ବୁନିୟାଦି, ଯଶ ଏବଂ ମାନସିକ ଶାନ୍ତି ବୋଲି ଭାବିଥାନ୍ତି। କିନ୍ତୁ ସତ କଥା କହିଲେ ସଫଳତା ହେଉଛି ପୂରାପୂରି ବ୍ୟକ୍ତିଗତ ଅନୁଭବ। ଅଲଗା ଅଲଗା ଲୋକଙ୍କ ପାଇଁ ସଫଳତାର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ। ମହାନ ଲକ୍ଷ୍ୟ ପ୍ରାପ୍ତିର ନିରବଚ୍ଛିନ୍ନ ଅନୁଭବ ହିଁ ସଫଳତା। ସଫଳ ବ୍ୟକ୍ତି ବନାମ ବିଫଳ ବ୍ୟକ୍ତି। ସଫଳ ବ୍ୟକ୍ତି ଜିତିବାରେ ବା ସଫଳତା ହାସଲ କରିବାରେ ବିଶ୍ୱାସ ରଖେ। ସେ ଜିତିବାକୁ ହେଲେ ଅନ୍ୟ କାହାକୁ ହିଁ ହରାଇବାକୁ ପଡ଼ିବ। ବିଫଳ ବ୍ୟକ୍ତି ଏହି କଥାକୁ ବିଶ୍ୱାସ କରେ। ସଫଳ ବ୍ୟକ୍ତି ଥର୍ମୋଷ୍ଟାଟ ଭଳି, କିନ୍ତୁ ବିଫଳ ବ୍ୟକ୍ତି ଥର୍ମୋମିଟର ଭଳି। ସଫଳ ବ୍ୟକ୍ତି ଭାବି ଚିନ୍ତି କଥା କହିଥାଏ, କିନ୍ତୁ ବିଫଳ ବ୍ୟକ୍ତି ପାଟିରେ ବାଡ଼ବତା ନଥାଏ। ସେ କହି ସାରିଲା ପରେ ଚିନ୍ତା କରିଥାଏ। ସଫଳ ବ୍ୟକ୍ତି ନମ୍ରତା ସହକାରେ ନିଜର ମତାମତ ପ୍ରକାଶ କରିଥାଏ। ବିଫଳ ବ୍ୟକ୍ତି ରୁକ୍ଷ ଭାଷାରେ ନିଜର ଦୁର୍ବଳ ମତାମତ ପ୍ରଦାନ କରେ। ଜୟ ଶ୍ରୀ ଜଗନ୍ନାଥ।